स्वामी थाई विधवा के होइछि सुनो स्वामी थाई विधवा के होइछि जानो हरिवंश भागवत रे लेखा होइछि हरिवंश भागवत रे लेखा होइछि आउ श्यामतंक मणि हरण कहुअछि श्यामतंक मणि हरण होइन पाताल पुरକୁ भागु ନେଇଗଲା ଜାଣ ପାତାଳ ପୁରେ ଭାଗୁ ପଶି ଯାଇଛି ଶ୍ୟାମତଙ୍କ ମଣି ହରଣ କରିଛି ଭଗବାନ ବିଚାର କରିଲେ ଯାଇ ଏ ଶ୍ୟାମତଙ୍କ ମଣି କିଏ ଗଲା ପଳାଇ କିଏ ଗଲା ବନେଇ ଆରେ ସେତେବେଳେ ପୁଣି ଚହଳ ପଡ଼ିଲା ଏ ଦ୍ୱାରକାରେ ପୁଣି ଚହଳ ପଡ଼ିଲା ସେ ଶ୍ୟାମତଙ୍କ ମଣି କିଏ ନେଇଗଲା ବୋଇଲା ଆଉ ସତ୍ୟ ଭାମାଙ୍କର ବାପା କହୁଛି ଶୁଣ ଆଉ ସତ୍ରାଜିତ ରାଜା ବୋଲି ନେଇ କହିନ ସେ ଅପୁତ୍ରିକ ସତ୍ରାଜିତ ଦେହ ହୋଇଥିଲେ ଆଉ ସୂର୍ଯ୍ୟ ଦେବ ତାଙ୍କୁ ତପସ୍ୟା କରିଥିଲେ ଆରେ ଘୋର ତପସ୍ୟା କରିଲେ ବି ଜାଣ ଆଉ ସୂର୍ଯ୍ୟ ଦେବତା ସନ୍ତୁଷ୍ଟ ହୋଇନ ସେ ଶ୍ୟାମତଙ୍କ ମଣି ଦେଇଥିଲେ ଜାଣ ସେ ଶ୍ୟାମତଙ୍କ ମଣି ଦେଇଥିଲେ ଜାଣ ତାଙ୍କ କୋଳରେ ଗୋଟେ ଝିଅ ହେଲା ଜନମ ସେଇ ସତ୍ରାଜିତ ରାଜାଙ୍କର ସତ୍ୟଭାମା ଝିଅ ଶ୍ୟାମତଙ୍କ ମଣି ସୂର୍ଯ୍ୟ ଦେଇଥିଲେ ଝିଅ ଯେ ସତ୍ରାଜିତ ରାଜା ଜଣେ ଅପୁତ୍ରିକ ଥିଲେ ଧନ ସମ୍ପତ୍ତି ବୋଲି କିଛି ନଥିଲା ଏ ଅପୁତ୍ରିକରୁ ମୁଁ କେମିତି ଉଦ୍ଧାର ହେବି ବୋଲି ସୂର୍ଯ୍ୟ ଦେବତାକୁ ସତ୍ରାଜିତ ରାଜା ତପସ୍ୟା କଲେ ସେ ତପସ୍ୟାରେ ସନ୍ତୁଷ୍ଟ ଲାଭ କରି ସତ୍ରାଜିତ ରାଜାଙ୍କୁ କଣ କଲେ ସୂର୍ଯ୍ୟ ଦେବତା ଗୋଟେ ମଣି ଦେଲେ କି ଶ୍ୟାମତଙ୍କ ମଣିଟା ସେ ମଣି ପ୍ରଭାବରେ ଶ୍ୟାମତଙ୍କ ମଣିର ପ୍ରଭାବରେ ସତ୍ରାଜିତ ରାଜାଙ୍କର ଧନ ସମ୍ପତ୍ତି ବଢି ଗଲା ରାତି ପାଇଲେ ଖେଉଳି ଖଣି ସବୁ ସୁନା ଖାଲି ଆଦାୟ ହଉଥିଲା ସେ ମଣିର ପ୍ରଭାବରେ ଯେତେବେଳେ ସମ୍ପତ୍ତିଟା ବଢି ଗଲା ତାଙ୍କ କୋଳରେ କିଛି ଦିନ ପରେ ଗୋଟେ ଝିଅଟି ଜନ୍ମ ହେଲା ତାଙ୍କ ହଉଛନ୍ତି ସତ୍ୟଭାମା ସତ୍ରାଜିତ ରାଜାଙ୍କର ଝିଅ ହଉଛନ୍ତି ସତ୍ୟଭାମା ହେଲେ ସତ୍ରାଜିତ ରାଜାଙ୍କର ଗୋଟେ ସାନ ଭାଇ ଥିଲା ତାଙ୍କ ନାଁ ହଉଛି ପ୍ରସନ୍ନାଜିତ ହେଲେ ସମ୍ପତ୍ତି ହେଇଗଲେ ଲୋକର ଟିକେ କଥାବାର୍ତ୍ତା ଅଲଗା ହେଇଛି ସେ କଣ କଲେ ଗୋଟେ ମନୋଭାବ କରି ଶ୍ୟାମତଙ୍କ ମଣିଟାକୁ ଗଳାରେ ଲଗାଇ ମୃଗୟା କରିବାକୁ ହେ ଗଲେ ପଳାଇ ପ୍ରସନ୍ନାଜିତ ମୃଗୟା କରି ଯାଇଥିଲେ ଶ୍ୟାମତଙ୍କ ମଣି ଗଳାରେ ଲଗାଇ ନଥିଲେ ସେତେବେଳେ ଗୋଟେ ସିଂହ ବାବୁ ଭେଟି ନ ଗଲା ସିଂହଟା ପୁଣି ବାବୁ ଭେଟି ନ ଗଲା ଏ ମଣି କି ସିଂହ ତ ଦେଖି ନ ଦେଲା ସାଙ୍ଗେ ସାଙ୍ଗେ ସିଂହ ପୁଣି ଦେଖ ଛାପ ମାରିନ ଆରେ ଏ ପ୍ରସନ୍ନାଜିତକୁ ବାବୁ ଦେଲା ମାରିନ ମଣିଟା ସାଙ୍ଗେ ସାଙ୍ଗେ ନେଲାଟି ଜାଣ ସିଂହ ଧରି ମଣିଟା ବାବୁ ଦେ ଯାଉଥିଲା ଗୋଟିଏ ଭାଲୁ ପୁଣି ତାକୁ ଦେଖିଲା ସେ ଭାଲୁ ଯାଇ ସାପ ହେ କହିଲା ଜାଣ ସେ ସିଂହସ୍ତରୁ ମଣିଟାକୁ ଘେରିଲା ପୁଣ ସେ ତାଙ୍କ ମଣି ଧରି ପାତାଳକୁ ଗଲା ସେ ସିଂହଟା ବାବୁ ସେଇଠି ମରିକି ପଡ଼ିଥିଲା ହେଲେ ଇଆଡେ ପାତାଳକୁ ଧରିକିରି ଜାମ୍ବବ କଣ କଲା ଶ୍ୟାମତଙ୍କ ମଣିଟା ଧରି ପାତାଳକୁ ପଳେଇଲା ଇଆଡେ ସତ୍ରାଜିତ ରାଜା ବିଚାର କଲେ ଯେ ମୋର ମଣିଟା କିଏ ନେଇଗଲା କିନ୍ତୁ ସାନ ଭାଇ ନେଇକିରି ବନସ୍ଥକୁ ଯାଇଥିଲେ ସେ ଜାଣିନି ହେଲେ ଲକ୍ଷ୍ୟ କରନ୍ତୁ ଆଜ୍ଞା ସେଇ ସମୟରେ କୃଷ୍ଣ ଭଗବାନ ହେଇଛନ୍ତି ରାଜା ଦ୍ୱାରିକାରେ ରାଜା ଏ ବାବୁ ପାଟି କରନା ବଢିଆ ବିଷୟଟା ପଚାରିଥିଲେ ୟା ବିଷୟରେ କଥା କିଛି କହିବନି ଆଦିବାଦୀ ପୁରାଣ ନାହିଁ ଏଇଟା ହରିବଂଶ ବା ଭାଗବତ କଥା ହେଲେ କଣ ହେଇଛି ଯୋଉ ରାଜା ଗରିବ ଥିଲେ ଧନ ସମ୍ପତ୍ତି ବଢିଗଲେ ଲୋକଙ୍କର କଥାବାର୍ତ୍ତା ଅଲଗା ହେଇଯାଉଛି ବିଚାର କଲେ ଦିନେ କୃଷ୍ଣ ଅକ୍ରୁର ଉଦ୍ଧବ ସାତୁକି ଅନଧୁଷ୍ଟ ଏମାନେ ଗୋଟେ ସାଙ୍ଗସାଥି ଗାଁ ବେଳେ ଗୋଟେ ଆମେ ଅଛନ୍ତି ବଡ ବଡିଆ ଲୋକମାନେ ଟିକେ ବିଚାର କରିବେ ନା କିଏ ସଭାପତି କିଏ ସେକ୍ରେଟାରୀ କିଏ ଭଲ କିଏ ମନ୍ଦ ଏମିତି ରହିଛନ୍ତି ଗାଁର ନ୍ୟାୟ ନିଷ୍ପତ୍ତି କରୁଛନ୍ତି ସେ ଭିତରେ ପ୍ରେସିଡେଣ୍ଟ ଅଛନ୍ତି ଭଗବାନ ଶ୍ରୀକୃଷ୍ଣ ପ୍ରେସିଡେଣ୍ଟ ଅଛନ୍ତି ଭଗବାନ ଶ୍ରୀକୃଷ୍ଣ ହେଲେ ଶ୍ରୀକୃଷ୍ଣଙ୍କୁ ଶ୍ରୀକୃଷ୍ଣ ଦିନେ କଣ କଲେ ସକ୍ରାତିକ ରାଜାଙ୍କ ପାଖକୁ ଯାଇ କହିଲେ ହେ ସକ୍ରାତିକ ରାଜା ଆଉ
ଅକୁରଟା ଭାରି ଗରିବଟା ଆପଣଙ୍କର ଯୋଉ ମଣିଟା ଯଦି କିଛି ଦିନ ପାଇଁ ତାକୁ ଦେଇ ଦେଇଥାନ୍ତ ସେ ମଣିର ପ୍ରଭାବରେ ସିଏ ମଧ୍ୟ ଗୋଟେ ଭଲ ପଡିଯାଇଥାନ୍ତା। ମୁଁ ରାଜା ହେବା ସ୍ଥଳରେ କୃଷ୍ଣଙ୍କର ବିଚାର ଥିଲା କଣ ନା ମୁଁ ରାଜା ହେଇଥିବା ସ୍ଥଳରେ ମୁଁ ଥିବା ଯାଏ କିଏ ମଧ୍ୟ ଧନୀ ଗରିବ ରହିଲେ ମୋ ଦେହ ସହିବ ନାହିଁ। ତେଣୁକରି ଆପଣ ତ ଜଣେ ଗରିବ ଥିଲେ ଆପଣଙ୍କ ପାଖରେ କିଛି ଧନ ସମ୍ପତ୍ତି ନଥିଲା ଏ ସାମନ୍ତକ ମଣିର ପ୍ରଭାବରେ ତମର ସମ୍ପତ୍ତିଟା ବଢି ବଢିକିରି ଗଲା। ତେଣୁକରି ଏ ସାମନ୍ତକ ମଣିଟା ଏ ଯୋଉ ସାମନ୍ତକ ମଣିଟା ଯଦି ଅକୁରକୁ କିଛି ଦିନ ଦେଇଦବ ତାହେଲେ ସିଏ ମଧ୍ୟ ଧନ ସମ୍ପତ୍ତି ସିଏ ମଧ୍ୟ ଚଳପ୍ରଚଳ ରହିବ। ସେତେବେଳେ ଶକ୍ରାଜିତ ରାଜା କଣ କରିଥିଲେ ନା ସାମନ୍ତକ ମଣିଟା ଅକୁରକୁ ଦେଇନଥିଲେ। ଟିକେ ଧ୍ୟାନ ଦିଅନ୍ତୁ ଆଜ୍ଞା, ବଢିଆ କଥାଟା। ଅକୁରକୁ ଯେତେବେଳେ ସାମନ୍ତକ ମଣିଟା କୃଷ୍ଣ ମାଗିଥିଲେ ଶକ୍ରାଜିତ ରାଜାକୁ ଯେ ଅକୁରକୁ ଦବା ପାଇଁ ଆପଣଙ୍କୁ ଗୋଟେ ଜିନିଷ ମୁଁ ମାଗିଛି ଆପଣ ମତେ ଦଳ ଦିନେ ମନା କରିଦେଇଛନ୍ତି, ମତେ ମନା କରିଦେଇଛନ୍ତି ଗୋଟେ ଜିନିଷ ମୁଁ ମାଗିଛି ଆଉ କିଛି ଦିନ ପରେ ଆପଣଙ୍କ ଘରୁ ସେ ଜିନିଷଟା ଚୋରିକିରି ପଳେଇବ। ଆପଣ କଣ ଭାବିବେ ନା ମତେ ମାଗିଥିଲେ ସେ ମୁଁ ଦେଇନଥିଲି ଇଏ ଲୋକ ଏଇଟା ତ ଗାଁର ବଡ ବଡିଆ ହେଇଛି ଆଉ ଇଏ କୁଆଡେ ଚୋରି କରିକି ନେଇଗଲା। ସେଇ କଥାଟା ଶକ୍ରାଜିତ ରାଜା ବିଚାର କଲେ କୃଷ୍ଣ ଦିନେ ମତେ ମାଗିଥିଲା ଇଏ ତ ଗୋଟେ ପ୍ରେସିଡେଣ୍ଟ ଗାଁର ନ୍ୟାୟ ନିଷ୍ପତ୍ତି ଭଲ ମନ୍ଦ ସଂସାର ଯାକର ଭାବୁଛି ମତେ ସେ ଦିନେ ସାମନ୍ତକ ମଣିଟା ମାଗିଥିଲା ମୁଁ ତାକୁ ଦେଇନଥିଲି କାଳେ ଇଏ ଲୋକକୁ ଭେଳେଇକିରି ମୋ ଘରୁ ସାମନ୍ତକ ମଣିଟା ନେଇଯାଇଛି। ଶକ୍ରାଜିତ ରାଜାଙ୍କର ମନରେ ଭାବନାଟା ଏହା ହେଲା। କିନ୍ତୁ ସାନ ଭାଇ କଣ କରିଛି ଗର୍ବ ଭାବ କରି ଗଳାରେ ସାମନ୍ତକ ମଣି ପକେଇ ମୃଗୟା କରିବାକୁ ଯାଇଥିଲା। ଗୋଟେ ସିଂହ କଣ କଲା ତାକୁ ମାରିକି ସାମନ୍ତକ ମଣିଟା ଧରିକି ଯାଉଥିଲା। ସେ ସିଂହକୁ ମାରିକି ଭାଲୁ କଣ କଲା ସାମନ୍ତକ ମଣି ଧରି ପାତାଳକୁ ଚାଲିଲା। ଏଣେ ଦ୍ୱାରକାରେ ଚହଳ ପଡିଗଲା ଯେ ସାମନ୍ତକ ମଣିଟା କିଏ ନେଇଗଲା କିଏ ନେଇଗଲା କିଏ ନେଇଗଲା। ସମସ୍ତେ କଣ କଲେ ତ କହୁଛନ୍ତି କଥାରେ ଆମର ଡାଉଟ କରୁଛନ୍ତି ବା ସନ୍ଦେହ କରୁଛନ୍ତି କିଏ ନେଲା କିଏ ନେଲା। ଜଣକୁ ଲକ୍ଷ୍ୟ କରିକି କହିଦେଲେ ଶକ୍ରାଜିତ ରାଜା କିଏ ନେଇନି କୃଷ୍ଣ ଦିନେ ମତେ ମାଗୁଥିଲା ମୁଁ ତାକୁ ଦେଇନଥିଲି କୃଷ୍ଣାଙ୍କା ନେଇଯାଇଛି। ଶକ୍ରାଜିତ ରାଜା ଗୋଟେ କଥା ଧରିଲେ ଦିନେ ମତେ କୃଷ୍ଣ ମାଗୁଥିଲେ ଶକ୍ରାଜିତ ରାଜା ଏଇ ଗୋଟେ କଥାଟି ଗୋଟେ ଧରିଲେ ଯେ ଦିନେ କୃଷ୍ଣ ମତେ ମାଗୁଥିଲେ ସାମନ୍ତକ ମଣିଟା ମୁଁ ତାକୁ ଦେଇନଥିଲି ଏ କୃଷ୍ଣାଙ୍କା ଲୋକ ଭେଳେଇକିରି ସାମନ୍ତକ ମଣିଟାକୁ ନେଇଯାଇଛି। এই কথাটা যেତେବେଳେ ଶକ୍ରାଜିତ ରାଜା ବିଚାର କଲେ ଇଏ ତ ବଡ ବଡିଆ ଲୋକ ଭଗବାନ ଶ୍ରୀକୃଷ୍ଣ ଅକୁର ଉଦ୍ଧବ ସାତ୍ୱିକୀ ଅନାଥ ସମସ୍ତଙ୍କୁ ଘଡି ଗଲେ ଗୋଟେ ସଭା କଲେ ଗାଁରେ ଗୋଟେ ସଭା କଲେ। ସଭା କଲେ ଯେ ହଉ ଯଦି ଶକ୍ରାଜିତ ରାଜା ମତେ କହୁଛନ୍ତି ମୁଁ ନେଇଛି ବୋଲିକିରି ତାହେଲେ ସଭା କରିବା ସଭାରେ ସତ୍ୟ କରିବା କିଏ ନେଇଛି କଣ ଜଣା ପଡିବ। ଶକ୍ରାଜିତ ରାଜାକୁ ଶ୍ରୀକୃଷ୍ଣ କହିଲେ ମତେ ଯଦି ତମେ ଆଙ୍ଗୁଠି ଦେଖେଇକିରି କହୁଛ ମୁଁ ନେଇଛି ତମର ଏଇ ଯୋଉ ସାମନ୍ତକ ମଣିଟା ବୋଲି ମୁଁ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରିକି କହୁଛି ମୁଁ ନେଇନି। କିନ୍ତୁ ମୁଁ ନ ନେଲେ ମଧ୍ୟ ଏ ସଭାରେ ମୁଁ କହୁଛି 7 ଦିନ ଭିତରେ ଏ ସାମନ୍ତକ ମଣିଟାକୁ ଉଦ୍ଧାର କରି ଯଦି ମୁଁ ନ ଆଣିବି ଏ ଦ୍ୱାରକପୁରରେ ମୋର କିଏ ମୁହଁ ଦେଖିବ ନାହିଁ। କିନ୍ତୁ ମୁଁ ନେଇନି ଏଇଟା ସଭାରେ ମୁଁ କହୁଛି। ହେଲେ ମୁଁ ଯଦି ଏକଲା ଯିବି ସେ ସାମନ୍ତକ ମଣି ସ୍ୱର୍ଗରେ ଥାଉ କି ମର୍ତ୍ତ୍ୟରେ ଥାଉ କି ପାତାଳରେ ଥାଉ ସେ ଯୋଉଠି ଥାଉ ନା କାହିଁକି ମୁଁ ଯାଇକି ସେ ସାମନ୍ତକ ମଣିଟାକୁ ଆଣିବି। हे ଶକ୍ରାଜିତ ରାଜା ମୁଁ ତମ ହସ୍ତରେ ସମର୍ପଣ କରୁଛି। ସଭା ମଧ୍ୟରେ ସତ୍ୟ କରିକି ଶ୍ରୀକୃଷ୍ଣ କହିଦେଲେ ଛାତିରେ ହାତ ଦେଇକି କହିଦେଲେ ଯେ ସେ ସାମନ୍ତକ ମଣିକି ମୁଁ ନେଇନି। ହେଲେ କିନ୍ତୁ ଭଦ୍ରଲୋକ ସାଥିରେ ଯିବାକୁ ପଡିବ ନହେଲେ ଜଣା ପଡିବ କି ଯଦି କୃଷ୍ଣ ପରି ଲୋକ ହେଇଥିବ ଯାଇକି ଘିନି ଆଣିବେ। ତେଣୁକରି ଭଦ୍ର 2-4 ଲୋକ ମୋ ସାଥିରେ ପଠେଇବାକୁ ପଡିବ। ସଭା କଲେ ସାତ୍ୱିକୀ ଅନାଥ ଅକୁର ଉଦ୍ଧବ ଏ 4 ଜଣକୁ ସାଥିରେ ପଠେଇଲେ। ଯାଉ ଯାଉ ଦେଖିଲେ ଯେ ବନସ୍ଥ ଭିତରେ କଣ ହେଇଛି ଯେ ଶକ୍ରାଜିତ ରାଜାଙ୍କର ଭାଇ ପ୍ରସନ୍ନଜିତ ମରିଛି। ତା ପାଖକୁ ଗଲେ ଆଉ ଗୋଟେ ଖଣ୍ଡ ଦୂର ଗଲା ଗୋଟେ ସିଂହଟି ମରିଛି ସେଠି ଭାଲୁର ପାଦ ଚିହ୍ନଟା ପଡିଛି। ସେ ପାଦ ଚିହ୍ନକୁ ଲକ୍ଷ୍ୟ କରି 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 କଣ କଲେ ଆସିଲେ ପାତାଳପୁରକୁ ଯୋଉ ଗୋଟେ ଯିବା ପାଇଁ ରାସ୍ତା ଅଛି ଅକ୍ଷୟ ବଟମୂଳ ସେ ବଟମୂଳରେ ଆସି ପ୍ରବେଶ ହେଲେ ଦେଖିଲେ ଯେ ଭାଲୁଟା କୁଆଡେ ଯାଇକି ପାତାଳପୁରକୁ ଯାଇଛି। ଆରେ ଏକଥା ବିଚାର କରିନ କୃଷ୍ଣ ନାରାୟଣ ପାତାଳପୁରକୁ କରିଲେ ଗମନ ସାତ୍ୱିକୀ ଅନାଦୁଷ୍ଟ ଉଦ୍ଧବ ସହିତ 4 ଜଣ ପୁଣି ଦେଖ ଯାଇଥିଲେ ତ ସତ ସେ 4 ଜଣକୁ ଗତ ମୁହଁରେ ନେଇ ଗତ ମୁହଁରେ ତାକୁ ହେଲେ ଜଗାଇ 7 ଦିନ ଭିତରେ ମୁଁ ଫେରି ତ ଆସିବି ନ ଆସିଲେ ସେଥିରେ ମରିଯିବି ଭାବିବି ମରିଗଲି ବୋଲି ତୁମେ ସବୁ ଭାବିବ ଜାଣ
ଏହିପରି 4 ଜଣଙ୍କୁ ହେ ଘଣ୍ଟ ଦେଇନ ପାତାଳପୁରକୁ ପ୍ରଭୁ ଗଲେ ଗମନ ପାତାଳପୁରକୁ ଯେତ ଗଲେ କି ଯାଇ ବୃକ୍ଷଦାର ସିଂହଦାରେ ପ୍ରବେଶ ହୋଇ ବୃକ୍ଷଦାରରେ ଯେତେବେଳେ ପ୍ରବେଶ ହେଲେ ଜାମ୍ବୁବତୀ କନ୍ୟା ଗଳାରେ ତ ଦେଖିଲେ ଶ୍ୟାମତଙ୍କ ମଣି ବାବୁ ହୋଟେ ପଡ଼ି ଯେ ଅଛି ବୋଲେ ଜାମ୍ବବର ଝିଅ ହେଉଛି ଜାମ୍ବୁବତୀ ବୃକ୍ଷରାଜ ବୋଲେ ଭଗବାନ ବୃକ୍ଷରାଜ ବୋଲେ ଜାମ୍ବବ ଜାମ୍ବବର ବୃକ୍ଷରାଜ ସିଂହଦାରେ ଯେତେବେଳେ ପ୍ରବେଶ ହେଲେ ଜାମ୍ବୁବତୀରେ ତାଙ୍କର ଝିଅଟା ଜାମ୍ବବ 2-4 ଜଣଙ୍କ 5 ଜଣଙ୍କ ସାଥିରେ ଆସିକି ପଦାରେ ଖେଳୁଥିଲା ଦେଖିଲେ ଯେ ସେ ଶ୍ୟାମତଙ୍କ ମଣି ତା ହୃଦୟରେ ପଡ଼ିଛି ଭଗବାନ କୃଷ୍ଣ ଆଉ କାହାକୁ କିଛି ନ କହିକିରି ସାଙ୍ଗେ ସାଙ୍ଗେ କଲେ କ'ଣ ସେ ଯୋଉ ଜାମ୍ବୁବତୀର ଗଳାରେ ଥିଲା ସେଟାକୁ ଛିଣ୍ଡେଇକିରି ବାହାର କରିଦେଲେ ଏଇଠିକି ମୁଁ ଆସିଛି ଆଜ୍ଞା ଏଇଠିକି ଆସି ଯଦି ମୁଁ ଟେମ୍ପର ଗାଡ଼ି ଗଲେ ଆପଣ ଛାଡ଼ିକି 5 ପଚିକି ଘେରେ ଦେବେ ନା ସେ ପ୍ରକାରେ ପାତାଳପୁରକୁ ଯାଇ ଜାମ୍ବବର ରାଜାର ଝିଅ ଜାମ୍ବୁବତୀ କନ୍ୟାଙ୍କର ଗଳାରେ ଯୋଉ ଶ୍ୟାମତଙ୍କ ମଣିଟା ଥିଲା କୃଷ୍ଣ ଏକାରା ଯାଇଛନ୍ତି କାହାକୁ କିଛି ନ କହିକିରି ସେ ସ୍ତ୍ରୀ ମାନଙ୍କ ଭିତରେ ପଶି କ'ଣ କଲେ ଶ୍ୟାମତଙ୍କ ମଣିଟାକୁ ଛିଣ୍ଡିଦେଲେ ଆରେ ମୁଦି ସୁଲି କ'ଣ ସବୁ ଦେଖ ଏକାଠି ହେଲେ ମାର ମାର ଧର ଧର ବୋଲି ରଟି କରିଲେ ସବୁ ମୁଦି ସୁଲି ଦେଖ ପୁଣି ଏକାଠି ହୋଇ ଜାମ୍ବ ବାବୁ ଯାଇ ପୁଣି ଦେଲେ କହି ସାଙ୍ଗେ ସାଙ୍ଗେ ଜାମ୍ବବ ରାଜା ତ ଆସିଲେ କିଏରେ ଚୋର ଚୋର ବୋଲି ଗୁରାଳି କଲେ ସେତେବେଳେ କୃଷ୍ଣ ସୁଦର୍ଶନ ଧରିଣ ଠିଆ ହୋଇଛନ୍ତି ପ୍ରଭୁ ଯେ ନାରାୟଣ ଜାମ୍ବବ ସହିତ ଯୁଦ୍ଧ ବାବୁ କରିଲେ ଯାଇ ସମ୍ଭବ ସହିତ ଯୁଦ୍ଧ ବାବୁ କରିଲେ ଯାଇ ସମାଗତ ଯୁଦ୍ଧ ବାବୁ ଲାଗିଲା କହି ଜାମ୍ବବ ହଜାର ହଜାର ସୈନ୍ୟମାନଙ୍କୁ ପଠେଇକି ଶ୍ରୀକୃଷ୍ଣଙ୍କ ସହିତ ଯୁଦ୍ଧ ଆରମ୍ଭ ହେଲା କୃଷ୍ଣ ଭଗବାନ କ'ଣ କରନ୍ତି ସୁଦର୍ଶନ ଚକ୍ର ଦ୍ୱାରା ସବୁ ଯାକ ସୈନ୍ୟକୁ କାଟି କାଟିକିରି ଦିଅନ୍ତି କାଟି କାଟି ଦେଲେ ଏଇଠି ଜାମ୍ବବ କ'ଣ କରନ୍ତି ନା ମନ୍ତ୍ର ବଳରେ ଏଇ ଯୋଉ ମୃତ୍ୟୁଞ୍ଜୟ ମନ୍ତ୍ର ବଳରେ କ'ଣ କରନ୍ତି ଏ ଯେତେ ସୈନ୍ୟ ଯୋଉ ମରୁଥିଲେ ସବୁ ଯାକ ବଞ୍ଚାଇ ଦିଅନ୍ତି ଇଆଡେ ବଞ୍ଚେଇ ଯାଉଛନ୍ତି ଇଆଡେ କାଟି କାଟି ଯାଉଛନ୍ତି ଦେଖନ୍ତୁ ରକ୍ତ ନଦୀ ଭଳିଆ ଖାଲି ହେଲା ଯେତେବେଳେ ରକ୍ତ ଭରିଭଳି ହେଲା ବେଶୀ ଅତିରିକ୍ତ ଯେତେବେଳେ ରକ୍ତ ହେଇଯାଇଛି ସେ ପାତାଳପୁରରୁ ଏଇ ଯୋଉ ପାତାଳପୁରରୁ ଯୋଉ ରାସ୍ତାଟା ଥିଲା ସେ ରାସ୍ତା ଦେଇକି ରକ୍ତ ଯାକ ଉପରକୁ ଉଠିଲା ଖାଲି ପିଛି ପିଛି ହେଇ ଯେତେବେଳେ ରକ୍ତ ଯାକ ଉପରକୁ ଉଠିଲା ଏ ଯୋଉ ଉଦ୍ଧବ ସାଥୀ କନ୍ୟାଦୁଷ୍ଟ ଜଗିକିରି ଥିଲେ ଏମାନେ ବିଚାର କଲେ ରକ୍ତକୁ ଦେଖିକିରି କୃଷ୍ଣ ତ ପାତାଳକୁ ଯାଇଥିଲା ଏ ପାତାଳ ଭିତରେ କୃଷ୍ଣ ମରିଗଲା ପାତାଳ ଭିତରେ ମରିବା ଯୋଗୁଁ ସେ ରକ୍ତ ଗୁଡାକ ସବୁ ଉପରକୁ ଉଠୁଛି ଭୟ ପାଇ ପୁଣି 4 ଜଣ ପଳାଇ ଗଲେ ଦ୍ୱାରକାରେ ଯାଇ ପୁଣି ଚହଳ କଲେ ଯାହାକୁ ଦେଖିଲେ ତାକୁ ବାବୁ ବୁଝାଇ ଦେଲେ ପାତାଳପୁରରେ କୃଷ୍ଣ ମରିଗଲା ହୋଇଲେ ଅପୁର ଯାଇ ସମସ୍ତଙ୍କୁ ଦେଲେ ହେ କହି କୃଷ୍ଣ ପୁଣି ପାତାଳରେ ମରିଲେ ଯାଇ ଏଇ ଯୋଉ କୃଷ୍ଣ ଭଗବାନ ସେତେବେଳକୁ କେତେଟା ମାଇକିନା ଥିଲେ 6ଟା ମାଇକିନା ଥିଲେ ସେତେବେଳକୁ କୃଷ୍ଣଙ୍କ 6ଟା ମାଇକିନା ଥିଲେ ଯୋଉ 6ଟା କ'ଣ ମାଇକିନା ଥିଲେ ଏ ଯୋଉ 6ଠ ପାଟ ଅକ୍ରୁର ଯାଇକି ଅକ୍ରୁରଙ୍କର ଆଉ ଭଗବାନ କୃଷ୍ଣଙ୍କର ବହୁତ ଟିକେ ସମ୍ପର୍କ ଥିଲା ଅକ୍ରୁରଙ୍କର ଆଉ କୃଷ୍ଣଙ୍କର ବହୁତ ସମ୍ପର୍କ ଥିଲା ସିଏ କ'ଣ କଲେ ନା ପାତାଳପୁରରେ ଯାଇକି କୃଷ୍ଣ ମରିଗଲେ ବୋଲି କହିଦେଲେ ଦେଖିଲା ଠୁ ଇଆଡେ ଯୁଦ୍ଧ ପାତାଳପୁରରେ ଚାଲିଛି ପ୍ରସନ୍ନ ପଚାରିଥିଲେ ଭୟଟା ଯାଇକିରି ମାଇପ ରାଣ୍ଡ ହେଇଛି କୃଷ୍ଣ ମରି ନାହାନ୍ତି ପାତାଳପୁର ଯୁଦ୍ଧ ଚାଲିଛି କାହା ସାଥିରେ ପୁରାଣ ଶୁଣୁଛନ୍ତି ନା ନାଇଁ ଖାଲି ପଚାରୁଛନ୍ତି ଟିକେ ଜାଣିଛ ଭଲ ଟିକେ ଜାଣ ହେଲେ ପାତାଳପୁରକୁ ଯେତେବେଳେ ଗଲେ କୃଷ୍ଣ କ'ଣ କରିଛନ୍ତି ଜାମ୍ବବ ସହିତ ଯୁଦ୍ଧ କରିଛନ୍ତି ଇଆଡେ ଅପୁର ଯାଇକି କହିଦେଲା ଯେ ସବୁ ରାଣୀ ମାନଙ୍କୁ ତମର ସ୍ୱାମୀ ପାତାଳପୁରରେ ମରିଗଲା କିନ୍ତୁ ମରିଯାଇଛନ୍ତି ମରିଛନ୍ତି ନାହିଁ ଇଆଡେ ଯୁଦ୍ଧ ଚାଲିଛି ଏମାନେ ଯୋଉ 7 ଦିନ କଣ୍ଟ ଦେଇକି ଥିଲେ ଏମାନେ 14 ଦିନ ପର୍ଯ୍ୟନ୍ତ ଜଗିଛନ୍ତି ଯୁଦ୍ଧଟା କେତେ ଦିନ ପର୍ଯ୍ୟନ୍ତ 26 ଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଛି 26 ଦିନ ପର୍ଯ୍ୟନ୍ତ ପାତାଳପୁରରେ କୃଷ୍ଣ ଭଗବାନ ଭାଲୁଙ୍କ ସହିତ ଯୁଦ୍ଧ କରୁଛନ୍ତି ଜାମ୍ବବ ସହିତ ଯୁଦ୍ଧ କରୁଛନ୍ତି ଇଆଡେ ଏ ରାଣୀ ମାନେ ସବୁ କ'ଣ କଲେ କୃଷ୍ଣ ମରିଗଲା ବୋଲି ଯିଏ ଶୁଣିବ ଆଉ କ'ଣ କରିବେ ବାବୁ ଯିଏ ମରିଗଲା ଗୋଟେ ଲୋକ ଟିକେ ଶୁଣିବ ବୋଲେ କ'ଣ ଏବେ ଆମେ ସମସ୍ତେ ଟିକେ ଆସିଛୁ ଭାଇଟାକୁ ଛାଡ଼ି ଦେଇକି ପଳେଇବା ଭାଇଟାକୁ ଯେତେବେଳେ ଛାଡ଼ି ଦେଇକି ପଳେଇବା ଆ ମା ପଚାରି ତମେ ସମସ୍ତେ ଆଇଲ ମୋ ପିଲାଟାକୁ କୁଆଡେ ଗଲ ପଚାରି ନେଇ ମାଟା 10 ମାସ ତାହେଲେ ଜନ୍ମ କରୁଛି ନା ପଚାରି ସେ ପ୍ରକାରେ ଏ ତ 4-5 ଜଣ ଯାଇଥିଲେ ଯେ 4 ଜଣ ଯାଇଥିଲେ ସାତ୍ୱିକୀ ଅନାଥ ଅପୁର ଉଦ୍ଧବ କୃଷ୍ଣଙ୍କୁ ଛାଡ଼ିଦେଲେ ଆମେ 4 ଜଣ ପଳେଇଲେ ସ୍ତ୍ରୀ ମାନଙ୍କୁ ଯାଇକି କହିଦେଲେ ସେ ମରିଗଲା ହେଲେ ମାଇକିନା ମାନେ ସମସ୍ତେ କ'ଣ କଲେ
କାନ୍ଦିଲେ କାନ୍ଦିକିରି କେଡ଼େ କଥା ହେଲା ଶ୍ରୀକୃଷ୍ଣ ମରିଗଲେ ହେଲେ ସ୍ୱାମୀ ମରିଗଲେ ତ ବିଧବା ହେଇଯିବେ ବାଧ୍ୟରେ ଶୁଣିଲେ ଯେତେବେଳେ କଣ କଲେ ଆଉ କୃଷ୍ଣଙ୍କର ଶବଟାକୁ ଜାଣିପାରିଲେ ସେତେବେଳେ କଣ ଆମ୍ବୁଲାନ୍ସ ଥିଲା କି ନା ପାତାଳପୁରକୁ ଯାଇକି ଆମ୍ବୁଲାନ୍ସ କିଣି ଆଣି ଏମାନେ କଣ କଲେ ଗୋଟେ ନଡା ବିଡାରେ ଏଇଟା କୃଷ୍ଣ ବୋଲି କହିଲେ ମାନେ ତାକୁ ନେଲେ ଶ୍ମଶାନକୁ ନେଇକି ତାକୁ ଦାହ କଲେ ନଡା ବିଡାରେ ସେଠି ଯିଏ ଯୋଉ ବୃଦ୍ଧି ଅନୁସାରେ যিনি 3 দিন কোনা 4 দিন কোনা 5 দিন কোনা 6 দিন কোনা 7 দিন কোনা 8 দিন কোনা 9 দিন দশা ঘিও ভাল মন্দ গিরি কলে 12 দিন দিন কোন হলা ইয়ার যুদ্ধ চালিছি 12 দিন যেতବେଳେ ହେଲା ପିଣ୍ଡ ବାଡୁଛନ୍ତି ବାପାକୁ ଶ୍ରାଦ୍ଧ ଦେବ କି ବଡ ପୁଅ କଣ କଲେ ବାପାକୁ ପିଣ୍ଡ ବାଡିବା ପାଇଁ ବାରପତ୍ର ବାଡିଲେ ହେଲେ ଭଗବାନ ନ ଖାଇ ନ ପିଇ 26 ଦିନ ପର୍ଯ୍ୟନ୍ତ ସେଠି ପାତାଳପୁର ଯୁଦ୍ଧ କରୁଛନ୍ତି ଆପଣ ମରିଛନ୍ତି ମରି ନାହାନ୍ତି ନା अरे 12 दिन बाबू तांकर पुओटी जान बड़ पुओ थिला से तो से प्रदिमुन देखो बापांकु पिंड देले से अन्न पिंड बाबू हे देले टी जान दुख करू छंदी प्रभु जे नारायण तळे पड़ी जाई छंदी प्रभु जे भगवान जाधव पुणी मारी बसिथिला दान जाधव मारी बसिथिला हे दक्षण जेतेबेले प्रदिमुन देख पिंड बाड़ीला से पिंड जाई कृष्णक गर्भरे पड़ीला गर्भरे जेतड़ पिंड पड़ीला जाई उठी गले बहु ब्रह्मांड गोसाई बड़ शक्ति जेतेबेले पाई न गले बड़ शक्ति जेतेबेले पाई न गले हुंकार करी जंभकु मारी बसिले जंभव पुणी बाबू तळे पड़ी जाईछि बुलु बुलु करी भगवान को मुहकु चाहूची सेतेबेले जांभव विचार करूची किए लोक डाकू चिन्हिबाकू पड़िबो एई कथाटा मने मने आ जांभव भाबुद सेठी जांभव विचार कला ये संसार भितरे स्वर्ग मर्त्य पाताल तिनिपुर रे बाहु युद्धरे मते परास्त करिया पे संसार रे केही नाहंती केवल भगवान को व्यतीत आउ केही मध्य नाहंती जांभव विचार कला जे एटा किए मु तो ताकू मारी बसिली ये संगे संगे मते पुणी आथर लोटे की मारी बसिला एटा राम रावण युद्ध ओडिया हे गला सेठी जांभव देखला जांभव राम रावण युद्ध देखिदिला बोले रामचंद्र रावण सहित युद्ध करिबा समय रे जांभव सेठी कोन थिले पांचपति देखुथिले सेठी पांचपति देखुथिले जांभव से जांभव गोटे मन ना से विचार करथिले हृदय खाली विचार करि देथिले ए जो रामचंद्र जो बाहु युद्ध करूछन्ती एमितिका वीर जदि जने मो साथे केतल युद्ध जदि करि थांदे मोरे बाहुर खंडु जाक भांगी जाई थांदा जांभव ए कथडा मनरे विचार करथिले किंतु अंतर्गामी भगवान मर्यादा पुरुष श्री रामचंद्र विचार कले हे जांभव तमे जो एबे भाबिछ ए जन्म सहित तम सहित मोर युद्ध रही परिबो नाही आर जन्म रे तमे रुक्षराज हबो तमे राधा हितो पातालपुर रे मु श्री कृष्ण हिर जन्म हेबी पातालपुर रे तम सहित मोर युद्धटा हबो ए कथडा दिते आज से कथडा एडी घटी गला जांभव तळे पड़ी विचार करछि जांभवान बाबू तळे पड़ी जानो तुमे अट प्रभु हाय नारायण रामचंद्र रूप डाकू कर धारण धारण करिले देखिब मो दुई नयन मो नयन देख प्रभु पवित्र हेबो मनर भावना मोहर शरीर जीव एई कथाटा जांभव मनरे भाबिला परपत्र जोड़ी प्रभु देखिबी ओइला संगे संगे कृष्ण भगवान उठिले जाई कोदंड अरे कोदंड धारक ब्रह्मांड गोसाई दंड धरी बाबू देख ठिया होइले राम अवतार श्यामल मूर्ति धरिले सेई मूर्ति की जांभव करिला दर्शन त्राही त्राही बोली जांभव डाकिला दर्शन संगे संगे भगवान स्वरूप होइले संगे संगे जांभव जानी गली होइले जो जांभव बुझी गला सेई दक्षण सेई जांभव संगे संगे विचार करिनो जम्बुवती कन्या को हे आनिला जाई जम्बुवती कन्या को हे आनिला जाई ए झियोटा प्रभु नियो देउछि मोहि जांभव कोन कले ना मो झियोटा को तुम नेई जाओ आउ तुम सहित मोर युद्ध करियार किछि आवश्यक नै मु बुझी गली प्रभु हे ब्रह्मांड गोसाई हे भगवान तुमे ही स्वयं नारायण रामचंद्र मु जो रूपटा को दर्शन करिया को चाहिथिली ए जन्म से रूप को मु दर्शन करि देली प्रभु आउ किछि मोर दरकार नै झियोटा को नै झियोटा सहित
ଏ ସାମନ୍ତକ ମଣିଟାକୁ ଯୌତୁକ ହିସାବରେ ରଖ। ହେଲେ ଜାମ୍ଭବ ତାଙ୍କର ଝିଅ ଜମ୍ବୁବତୀକି ପାତାଳପୁରରେ ନେଲା। ହେଲେ ଇଆଡେ ଯୁଦ୍ଧ ଲାଗିଥିଲା, ସିଆଡେ ମାଇକିନା ମାନେ ରାଣ୍ଡ ହେଇଥିଲେ। ଏଇଥିରେ ସାରୁପ କରକୁ ହେ ଝିଆର କାଣ୍ଡ